ଖୋଲାରେ ଆଣିଥିବା ଗୋଲାପ ଗଛକୁ ମୁଁ କେମିତି ଲଗେଇଥାଏ ଆଜି ଆପଣମାନଙ୍କ ସହିତ ସେୟାର କରିବି। ତ ଏ ଖୋଲାରେ ଗୋଲାପ ଗଛ ଯେଉଁ ବିକ୍ରି କରନ୍ତି ନା, ସେମାନେ ଏମିତି ଚିକିଟିଆ ମାଟି ଦେଇକିରି ଚେରକୁ ଭିଡ଼ିକିରି ବାନ୍ଧି ଦିଅନ୍ତି। ଆଉ ସେଇ ଚିକିଟିଆ ମାଟିକୁ ଯଦି ରଖିକି ପୋତିବେ ନା, ସେ ଚେରଟା ଜମାରୁ ବି ମାନେ ଡେଭଲପ୍ କରିବନି, ମାନେ ରୁଟ୍ର ଡେଭଲପ୍ ଯେଉଁ ହୁଏନି ଜମା। ସେଥିପାଇଁ ମୁଁ ସେ ଚିକିଟା ମାଟି ପୁରା ପୋଛିକି ବାହାର କରିଦେଲି ପ୍ରଥମେ, ତାପରେ ମୋର ଗଛଟାକୁ ଲଗେଇଦେଲି। ଆଉ ମାଟି ତ ପ୍ରିପେୟାର ଯେଉଁ କରିଛି ସେଇଟା ଆପଣମାନଙ୍କୁ ନେକ୍ସଟ ଭିଡ଼ିଓରେ ଦେଖିବାକୁ ପାଇବେ। କିନ୍ତୁ ହାଲକା ଉପରେ ମୁଁ ଆପଣମାନଙ୍କୁ କହିଦେଉଛି, ଯେମିତି ନିମଖଲି ପାଉଡ଼ର ନେଇଛି ଗୋଟେ ମୁଠା, ଚାହାପତି ଗୁଣ୍ଡ ଯେଉଁଟାକି ମୋର ଅନୟୁଜ୍ ଚାପତି ଆଉ କିଛି ୟୁଜ୍ ଚାପତି, ମୁଁ ଦୁଇ ପ୍ରକାର ମିଶାଇଛି। ଅନୟୁଜ୍ ଚାପତି ନେଇଛି ଗୋଟେ ମୁଠା, ୟୁଜ୍ ଚାପତି ନେଇଛି 3 ମୁଠା, ତା ସାଥିରେ ନେଇଛି ନିମଖଲି ପାଉଡ଼ର ମାନେ ଗୋଟେ ମୁଠା ମାପରେ ନେଇଛି। ଯେହେତୁ ମୁଁ ଏଠି 5ଟା ଗଛ ପାଇଁ ମାଟି ପ୍ରିପେୟାର କରିଥିଲି, ସେଥିପାଇଁ ମୁଁ ମାପ ଅନୁସାରେ ଏଇ ହିସାବରେ କହୁଛି ଆପଣଙ୍କୁ। ତ ବୋଧହୁଏ ଆପଣ ବୁଝିପାରୁଥିବେ। ତ ଆପଣ ଯଦି ଗୋଟେ ଗଛ ଲଗାଉଛନ୍ତି ସେଇ ହିସାବରେ ଟିକେ କ୍ୱାଣ୍ଟିଟି କମ୍ କରିକି ନେବେ। ତାପରେ ମୁଁ ମାଟି ନେଇଛି ମାନେ 50 ଭାଗ, ଯେମିତି ଆମର ଅଧା ଅଧି ଆମର ରହିଛି ମାଟି। ତାପରେ ମୁଁ ନେଇଛି ଭର୍ମି କମ୍ପୋଷ୍ଟ 40 ଭାଗ। ତାପରେ ନେଇଛି ଖତ, ଯେଉଁଟାକି କୁଟା ବଂଶ ଖତ। ପ୍ରଥମେ ଆପଣ ଗୋବର ଖତ ଜମା ଦେବେନି, ଗୋବର ଖତ ଏଇଟା ଚେରର ଡେଭଲପ୍ କରିବା ବଦଳରେ ସେଇଟାକୁ ନଷ୍ଟ କରିଦେଇଥାଏ, ସେଥିପାଇଁକା। ତାପରେ ମୁଁ କିଛି ହାଲକା ପତ୍ର ଦେଇକି ମୁଁ ତଳେ ମାଟି ଭର୍ତ୍ତି କରିଛି। ଏମିତି ମୋ ଗୋଲାପ ଗଛ ମୁଁ ଲଗେଇଥାଏ। ଆପଣ କେମିତି ଲଗାନ୍ତି?